38 ଦେଶରୁ ଭାରତକୁ ବାଛିଲା ବିଶ୍ୱ। ଭାରତ ନାଁର ମହତ୍ତ୍ୱ ଜଣାଉଛି ମହାସାଗର। ଏକମାତ୍ର ଦେଶ ଯାହାର ନାଁରେ ନାମିତ ବିଶାଳ ଜଳାଶୟ। ଭାରତ ମହାସାଗର ଏକମାତ୍ର ମହାସାଗର ଅଟେ ଯାହାକୁ ଗୋଟିଏ ଦେଶର ନାମ ଅନୁସାରେ ନାମିତ କରାଯାଇଛି। ସାରା ପୃଥିବୀରେ 5ଟି ମହାସାଗର ଓ 7ଟି ମହାଦେଶ ରହିଛି। ଆୟତନ ଓ କ୍ଷେତ୍ରଫଳକୁ ଦୃଷ୍ଟିରେ ରଖି ଏମାନଙ୍କୁ ଏପରି ଭାଗ କରାଯାଇଛି। 5 ମହାସାଗର ନାମକୁ ଯଦି ନଜରରେ ପକାଇବା, ଭାରତ ମହାସାଗର ଏକମାତ୍ର ଜଳାଶୟ ଅଟେ ଯାହା ଏକ ଦେଶର ନାଁ ଅନୁସାରେ ନାମିତ ହୋଇଛି। ଯଦି ଆପଣ ଭାବୁଥିବେ କି ଏହା ଭାରତ ସୀମାରେ ଅବସ୍ଥିତ ବୋଲି ତାର ଏପରି ନାମକରଣ ହୋଇଛି, ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଏହି ମହାସାଗର ଉପରେ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସମସ୍ତ ଦେଶର ଅଧିକାର ରହିଛି। ମାତ୍ର ଭାରତ ସୀମା ସବୁଠାରୁ ଅଧିକ ଏହି ମହାସାଗରକୁ ବ୍ୟାପି ରହିଛି। ଭାରତ ମହାସାଗରକୁ ଚାରିପଟୁ 38ଟି ଦେଶ ଘେରି ରହିଛନ୍ତି। ମାତ୍ର ଭାରତର ଲମ୍ବା କୋଷ୍ଟଲାଇନ୍ ଅଞ୍ଚଳ ଏହି ମହାସାଗରକୁ ଚାରିପଟୁ ଘେରି ରହିଛି। ବହୁ ପୁରାତନ କାଳରୁ ଏହି ମହାସାଗରକୁ 3ଟି ନାମରେ ନାମିତ କରାଯାଇଥିଲା। କେହି ଏହାକୁ ଏରୋ ଏସିଆନ୍ ଓସେନ୍ ଓ ଇଷ୍ଟର୍ଣ୍ଣ ଓସେନ୍ ଓ କେହି ଏହାକୁ ଏସିଆନ୍ ଓସେନ୍ ଭାବରେ ନାମିତ କରିଥିଲେ। ଏହାଛଡ଼ା ପ୍ରାଚୀନ କାଳରେ ଅନେକ ଦେଶ ଭାରତକୁ ଏହି ସାଗର ଦେଇ ବାଣିଜ୍ୟ କାରବାର କରିବା ପାଇଁ ଆସୁଥିଲେ। ସେମାନେ ସମୟକ୍ରମେ ଏହାକୁ ବିଭିନ୍ନ ନାମରେ ନାମିତ କରିଥିଲେ। ବର୍ତ୍ତମାନର ଚୀନ ଦେଶ ଏହି ମହାସାଗରକୁ ପଶ୍ଚିମ ମହାସାଗର ବୋଲି କହୁଥିଲା, କାରଣ ଏହା ଚୀନର ପଶ୍ଚିମ ଭାଗରେ ଅବସ୍ଥିତ ଥିଲା। ଭାରତୀୟମାନେ ଏହାକୁ ସିନ୍ଧୁ ମହାସାଗର ବୋଲି ନାମିତ କରିଥିଲେ। କୁହାଯାଏ କି ବାଣିଜ୍ୟ କାରବାର କରିବା ପାଇଁ ଜଳପଥରେ ରାସ୍ତା ଖୋଜୁଥିଲେ କିଛି ପଶ୍ଚିମୀ ଦେଶ, ଆଉ ସେମାନେ ଏହି ଜଳପଥ ଦେଇ ଆସିଥିଲେ। ଏହି ସମୟରେ ସେମାନେ ଏହାକୁ ଇଣ୍ଡିଆନ୍ ଇଷ୍ଟର୍ଣ୍ଣ ଓସେନ୍ ନାମରେ ନାମିତ କରିଥିଲେ। 15ଶ ଶତାବ୍ଦୀରେ ସବୁଠାରୁ ଅଧିକ ଏମାନେ ହିଁ ବାଣିଜ୍ୟ କାରବାର କରିଥିଲେ। ଶେଷରେ ଏହା ସମୟକ୍ରମେ ଇଣ୍ଡିଆନ୍ ଓସେନ୍ ବା ଭାରତ ମହାସାଗର ନାମରେ ନାମିତ ହୋଇଥିଲା। ଏହାଛଡ଼ା ଦେଖିଲେ ଏହି ମହାସାଗର ସହ ଭାରତ ସବୁଠାରୁ ବଡ଼ କୋଷ୍ଟଲାଇନ୍ ସେୟାର କରୁଛି ଓ ଭାରତର ଉପସ୍ଥିତି ଏଠାରେ ସବୁଠାରୁ ଅଧିକ ରହିଛି। ଏଣୁ ଅନେକ ଦେଶ ଭାରତ ମହାସାଗର ଭାବରେ ଏହାର ନାମ ଯଥାର୍ଥ ଅଟେ ବୋଲି କହିଥିଲେ।